ମୁଁ ଗୋଟେ ଏମିତି ପିଲା ଗୋଟେ ଲାଗୁଛି କି ଆପଣଙ୍କୁ ହାରିବା ଛୁଆ ନୁହଁ। ଗୋଟେ ସାର୍ ମୋତେ ଜଣେ କହିଥିଲେ ମୋର +2 ପଛଘୁଞ୍ଚା ନାହିଁ ବୀରର ଜାତକେ ନମରୁ କେବେ ସେ ପରାଣ ଆତଙ୍କେ। ହ୍ୟାଲୋ ଭାଇ ନମସ୍କାର, ଆପଣଙ୍କୁ ସ୍ୱାଗତ କରୁଛି। ଦିସ୍ ଇଜ୍ ମିଷ୍ଟର କାହ୍ନା। ବର୍ତ୍ତମାନ ସମୟ ହେଇଛି ଏବେ 6:05 ସକାଳ। ଆପଣମାନେ ଦେଖିପାରୁଥିବେ ଆଖି ଗୁଡ଼ାକ କେମିତି କୁମ୍ଭାଟିଆ ଭଳିଆ ହେଇଯାଇଛି, ଛୋଟ ଛୋଟ ହେଇଯାଇଛି। ସକାଳୁ ଜଷ୍ଟ ମାନେ 4ଟାରୁ ନିଦ ଭାଙ୍ଗିଗଲା। କ'ଣ କରିବି, ଗୀତ ଶୁଣିଲି, ତାପରେ ଇଚ୍ଛା ହେଇଗଲା ବ୍ଲଗ୍ ଗୋଟେ ତିଆରି କରିଦେଲି। ଗାଁର କଥା ମନେ ପଡ଼ିଗଲା। ମୁଁ ଯେତେବେଳେ ଗାଁରେ ରହୁଥିଲି ଏମିତି ଛାତରେ ଶୋଉଥିଲି, ତ ଏଠି ଭୁବନେଶ୍ୱରରେ ବି ଛାତରେ ଶୋଇବାକୁ ପଡ଼ୁଛି। ମାନେ ଏତେ ଗରମ ହେଉଛି ଭୁବନେଶ୍ୱରରେ। ଭୁବନେଶ୍ୱର ବର୍ତ୍ତମାନ 4ର୍ଥ ନା 5ମ ଗରମରେ ହିଟ୍ ଲିଷ୍ଟରେ ଅଛି ଭାରତରେ। ତ ବହୁତ ଦିନ ହେଲା ବ୍ଲଗ୍ ମୁଁ ଅପଲୋଡ଼ କରିପାରୁନି ମୋ ୟୁଟ୍ୟୁବ୍ ଚ୍ୟାନେଲରେ। ମନ କଷ୍ଟ ହେଉଛି, କିନ୍ତୁ କ'ଣ କରିବା, ଛାଡ଼। ସେ ଯାହା ବି ହେଉ, ବର୍ତ୍ତମାନ ଭୁବନେଶ୍ୱରରେ ରହିବା, ଖାଇବା, ଗୋଟେ ସର୍ଭାଇଭ୍ କରିବା ବହୁତ କଷ୍ଟ ହେଇଯାଉଛି। ଆପଣମାନେ ଦେଖୁଥିବେ ମୁଁ ବେସିକାଲି ଫିଲ୍ମରେ କାମ କରେ। ଆପଣମାନେ ଜାଣିଥିବେ ମୋର ସବୁ ଯାହା ବ୍ଲଗ୍ କରେ ଫିଲ୍ମ ରିଲେଟେଡ଼କୁ ନେଇକି ମୁଁ ବ୍ଲଗ୍ ତିଆରି କରେ। ତ ଆମର ଯେଉଁ ଗୋଟେ ସିନେମା ତିଆରି ହୁଏ, ଓଡ଼ିଆ ଯେକୌଣସି ଗୋଟେ ସିନେମା ତିଆରି ହେଲେ ଡାଇରେକ୍ଟର ହେଉଛି ତା'ର ମୁଖ୍ୟ କାରଣ। ଯଦି ଆପଣ ଦେଖିଥିବେ ଡାଇରେକ୍ଟର ମୁଖ୍ୟ କାମ, କିନ୍ତୁ ଆସିଷ୍ଟାଣ୍ଟ ଡାଇରେକ୍ଟର ସବୁ କାମ କରେ। ଯଦି ଆପଣ ରାଜନୀତି କଥା କହିବେ, ଯଦି ନବୀନଙ୍କର ନାଁ ଯାଏ କିନ୍ତୁ 5T ସବୁ କାମ କରେ। ସେମିତି ଡାଇରେକ୍ଟର ସବୁ ନାଁ ଯାଏ କିନ୍ତୁ ଆସିଷ୍ଟାଣ୍ଟ ଡାଇରେକ୍ଟର ସବୁ କାମ କରେ। ତ ଆମର ଗୋଟେ ଗ୍ରୁପ୍ ଅଛି ଆସିଷ୍ଟାଣ୍ଟ ଗ୍ରୁପ୍, ସେଇଥିରେ 84 ଜଣ ମେମ୍ବର ଅଛନ୍ତି। 84 ମେମ୍ବରରୁ ବର୍ତ୍ତମାନ 10 ଜଣ ଖଣ୍ଡେ କାମ କରୁଥିବେ ଓଡ଼ିଶାରେ, ଆଉ 74 ଜଣ ଘରେ ବସିଛନ୍ତି। ଭୁବନେଶ୍ୱରରେ ବି ରହିପାରୁନାହାନ୍ତି। ଗୋଟେ ଘର ଗୋଟେ ଭଡ଼ା ନେଇକି ଖାଇବା ପିଇବା କରି ଠିକ୍ସେ ରହିହେବନି। ସେ ପୁଣି ଗାଁକୁ ପଳାନ୍ତି। ଯେବେ କାମ ହୁଏ, ଫିଲ୍ମ କାମ ହୁଏ, ପୁଣି ଭୁବନେଶ୍ୱର ଆସନ୍ତି, କାମ ସରେଇକି ଗାଁକୁ ପଳାନ୍ତି। ମାନେ ଏତେ କଷ୍ଟ ଭୁବନେଶ୍ୱରରେ ରହିବା, ଭୁବନେଶ୍ୱରରେ ସର୍ଭାଇଭ୍ କରିବା। ଗୋଟେ ଘର ଭଡ଼ା ନେବା 5-7 ହଜାର, ପୁଣି ନିଜର ଖର୍ଚ୍ଚ, ମେଣ୍ଟେନାନ୍ସ, ବାଇକ୍ ତେଲ, ପୁଣି ଗାର୍ଲଫ୍ରେଣ୍ଡ ମେଣ୍ଟେନ୍। ମୁଁ କରୁନି, ଯେଉଁମାନେ କରୁଛନ୍ତି ତାଙ୍କ କଥା ମୁଁ କହୁଛି। ମାନେ ଭାରି କଷ୍ଟ ହେଇଗଲାଣି ଭୁବନେଶ୍ୱରରେ ରହିବା ହେଲା। ବାକି ଆପଣମାନେ ସିନା ଦେଖୁଛନ୍ତି ଆମେ ସିନେମାରେ କାମ କରୁ, କିନ୍ତୁ ଆମର ବ୍ୟାକ୍ କଥା, ପଛର କଥା, ଆମେ କେମିତି ଖାଉ, କେମିତି ବଞ୍ଚୁ। ସିନେମା ଗୋଟେ ସିନେମା 15-20 ଦିନ 25 ଦିନରେ ସିନେମା ତିଆରି ହେଇଯାଏ, ପୁଣି ଆଉ କାମ ନଥାଏ। ଫିଲ୍ମରେ ଯେଉଁମାନେ ସବୁ କାମ କରନ୍ତି ତାଙ୍କ ରେଗୁଲାର କାମ ନଥାଏ, ତାଙ୍କର ଯଦି ପିରିୟଡ଼ କାମ ଥାଏ। ଆପଣ ସିଦ୍ଧାନ୍ତ ମହାପାତ୍ର ସାର୍ଙ୍କ ନାଁ କୁହନ୍ତୁ, ତାଙ୍କ ପାଖରେ ମାନେ ପିରିୟଡ଼ ଥାଏ। ମାନେ 15 ଦିନ କାମ କଲ, 15 ଦିନ ପରେ କ'ଣ କାମ କରିବ କାହାକୁ ଜଣା ନଥାଏ। ହଁ, ଯେଉଁମାନେ ଗୋଟେ ଟାଇମ୍ ଲାଇନ୍କୁ ପଳେଇ ଆସନ୍ତି, ଯେଉଁମାନେ ଗୋଟେ ଫ୍ରେମ୍କୁ ପଳେଇ ଆସନ୍ତି, ସେମାନଙ୍କ ପାଖରେ କିଛି କିଛି କାମର ଅପସନ୍ ଥାଏ, ନହେଲେ ସେମାନଙ୍କର ଷ୍ଟେଜ୍ ପ୍ରୋଗ୍ରାମ୍ ଥାଏ। ଆଉ ଯେଉଁମାନଙ୍କର ଟେକ୍ନିସିଆନ୍ କଥା କହୁଛି, ଯେଉଁମାନେ ପଛରେ କାମ କରନ୍ତି, ସେମାନଙ୍କୁ ବ୍ୟାକ୍ ଟୁ ବ୍ୟାକ୍ କାମ ନଥାଏ। ଗୋଟେ କାମ ସରିଗଲା ପରେ ପୁଣି କ'ଣ କାମ କରିବି, ବହୁତ ଗୋଟେ ବଡ଼ ଟେନସନ୍ ସମସ୍ତଙ୍କର। ତ ଏମିତି କଥା। ଆଉ ବର୍ତ୍ତମାନ କାଲି ପହରଦିନ ଆଡ଼ୁ ଗୋଟେ ଆମର ସୁଟିଂ ଷ୍ଟାର୍ଟ ହେଇଯିବ ପୁରୀରେ। ସେଥିପାଇଁ ଟିକେ ମୋତେ ଯାହା ଖୁସି ଲାଗିଲା। ଗୋଟେ କାମ ମିଳିଗଲେ ହୁଏ ସୁଟିଂ ସେଟ୍ରେ ବହୁତ ସମସ୍ତେ ଖୁସି ହେଇଯାଆନ୍ତି, ବହୁତ ଖୁସି। କାରଣ 2 ମାସ 3 ମାସ ହେଲା ସେମାନେ ପଡ଼ିକି ଥିବେ, ଗୋଟେ କାମ କେବେ ମିଳିବ। ତ ଏମିତି ହେଇକି ଜୀବନ ଚାଲିଛି, ଦେଖାଯାଉ କ'ଣ ହେଉଛି। କିନ୍ତୁ ମୁଁ ଗୋଟେ ଏମିତି ପିଲା ଗୋଟେ ଲାଗୁଛି କି ଆପଣଙ୍କୁ ହାରିବା ଛୁଆ ନୁହଁ। ଗୋଟେ ସାର୍ ମୋତେ ଜଣେ କହିଥିଲେ ମୋର +2 ପଛଘୁଞ୍ଚା ନାହିଁ ବୀରର ଜାତକେ ନମରୁ କେବେ ସେ ପରାଣ ଆତଙ୍କେ। ହୁଏତ ସମୟ ଲାଗିବ, କିନ୍ତୁ ଟୋକା ରେଡ଼ି। ଆଜି ନହେଲେ କାଲି ଗୋଟେ ଭଲ ଜାଗାରେ ପହଞ୍ଚିବ, ସେଇ ବିଶ୍ୱାସ ମୋର ଅଛି। ମୁଁ ସୁଟିଂ ସମୟରେ ସୁଟିଂ କରେ, ଆଉ ବାକି ଟାଇମ୍ରେ ଟିକେ ଟ୍ରେଡ଼ିଂ ଶିଖି ଯାଇଛି। ଟିକେ ସେୟାର ମାର୍କେଟ ଉପରେ ଟିକେ ଜ୍ଞାନ ଅଛି। ସେଇଥିରେ ବେଳେ ଅଧେ କାମ କରିକି ଯାହା ଛୋଟ ମୋଟ ପଇସା ହେଇଯାଏ। ସେମିତି କିଛି ଅସୁବିଧା ନାହିଁ, ଭଗବାନଙ୍କ ଦୟାରୁ ସବୁ ବର୍ତ୍ତମାନ ଠିକ୍ ଠାକ୍ ଚାଲିଛି। ଦେଖାଯାଉ ଆଗକୁ କ'ଣ ହେଉଛି। ବାକି ତ ଆପଣ ମୋ ସହିତ ଅଛନ୍ତି, ମୁଁ ତ ଆପଣଙ୍କୁ ଡେଲି କହି ସିନା ପାରେନି, କିନ୍ତୁ ଯାହା କୁହେ ହୃଦୟରୁ କୁହେ। ବାକି ଆପଣମାନେ ଟିକେ କିଛି ନହେଲେ ନାହିଁ ଟିକେ ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ ତ କରୁନାହାନ୍ତି। ଲାଇକ୍ଟେ କଲେ ଆମକୁ ଆଉ ଟିକେ ଭଲ ଲାଗିଥାନ୍ତା। ଛାତରେ ଶୋଇଲେ ବଢ଼ିଆ ଲାଗେ, XYZ ଯାହା। ଆପଣ କିନ୍ତୁ ଲାଇକ୍ଟା କରି, ସବସ୍କ୍ରାଇବ୍ ନ କଲେ ଚଳିବ, ଲାଇକ୍ଟା କରନ୍ତୁ। ଜୟ ଜଗନ୍ନାଥ।